ଧାନ କଟା ବେଳେ ଚିନ୍ତାରେ ଚାଷୀ। ନମସ୍କାର ଦର୍ଶକ ବୃନ୍ଦ, ଆଜିର ମୁଖ୍ୟ ସମ୍ବାଦ, ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା। ଧାନ କଟା ମୌସମ ମଧ୍ୟରେ ଚାଷୀମାନଙ୍କ ଚିନ୍ତା ଆହୁରି ବଢିଗଲା। ବଙ୍ଗୋପସାଗରରେ ନଭେମ୍ବର 22ରେ ଗଠିବାକୁ ଯାଉଛି ଏକ ନୂତନ ଲଘୁଚାପ। ଏହି ଲଘୁଚାପଟି 24 ତାରିଖରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତାପରେ ପରବର୍ତ୍ତୀ 48 ଘଣ୍ଟା 24 ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ଜାହିର କରାଯାଉଛି। ଏହି ପ୍ରଣାଳୀର ଜୋର ଥିବା ଘୂର୍ଣ୍ଣିବଳୟଟି ଏବେ ଷ୍ଟ୍ରେଟ୍ ଅଫ୍ ମାଲାକ୍କାର 5-8 କିଲୋମିଟର ବିସ୍ତୀର୍ଣ୍ଣ ସମୁଦ୍ର ପତ୍ତନକୁ ପ୍ରଭାବିତ କରୁଛି। ଏହାର ପାର୍ଶ୍ୱ ପ୍ରଭାବରୁ ବଙ୍ଗୋପସାଗରରେ ନୂତନ ଗଠନ ହେବା ନିଶ୍ଚିତ। ଯଦିଓ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ଗତିପଥ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ସୂଚନା ଚାଷୀମାନଙ୍କ ମଧ୍ୟରେ ଭାରେଣି ପକାଇ ଦେଇଛି। ଧାନ କଟା ମୌସମ ଚାଲିଛି, କିନ୍ତୁ ବିଲରେ ପାଣି ରହିଥିବାରୁ ଅମଳ କାମ ବିଳମ୍ବ ହେଉଛି। ତା ସହ ଶ୍ରମିକ ଅଭାବ ଚିନ୍ତାକୁ ଆହୁରି ବଢ଼ାଇଛି। ଚାଷୀମାନଙ୍କ କଥା, ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଚିଲା ଧାନ ନଷ୍ଟ ହୋଇଯିବ। ଏକ ପକ୍ଷରେ ବାତ୍ୟା, ଅନ୍ୟ ପକ୍ଷରେ ଶ୍ରମିକ ଅଭାବ, ଚାଷୀମାନଙ୍କ ରାତି ଦିନ ଚିନ୍ତାରେ କଟୁଛି। ଏହି ସମୟରେ ଓଡ଼ିଶାରେ ତାପମାତ୍ରା ସାଧାରଣ ରହିଥିବା ବେଳେ, କେନ୍ଦ୍ରୀୟ ଓଡ଼ିଶାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ପାରଦ 11.5 ଡିଗ୍ରୀକୁ ଖସି ପଡ଼ିଛି। 12ଟି ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳେ ରେକର୍ଡ ହୋଇଥିବାରୁ ଶୀତ ଆଭାସ ଆରମ୍ଭ ହୋଇଗଲା। ବାତ୍ୟା ଲାଗିଲେ କିନ୍ତୁ ପାଣିପାଗ ବିଭାଗ ତରଫରୁ ନିୟମିତ ଅପଡେଟ୍ ଆସୁଛି। ଆମେ ଏହି ବାତ୍ୟାର ପ୍ରତ୍ୟେକ ଗତିବିଧି ତୁମମାନଙ୍କୁ ଦେଇଯାଇବ। ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରି ରଖନ୍ତୁ।